ସମ୍ବଲପୁର ପରେ ବରଗଡ଼ରେ ମଧ୍ୟ ଏବେ ଦିନ ଦ୍ୱିପ୍ରହରରେ ବାଇକ୍ରେ ଆସି ସୁନା ଚେନ୍ ଲୁଟି ନେଇଥିବା ଘଟଣା ଘଟିଛି। ଘଟଣାଟି ଘଟିଛି ବରଗଡ଼ ଜନଗହଳିପୂର୍ଣ୍ଣ ଏରିଆ କାଳୀ ମନ୍ଦିର ଛକରୁ ଗୋବିନ୍ଦପାଲି ଯିବା ରାସ୍ତାରେ। ବରଗଡ଼ ୱାର୍ଡ ନମ୍ବର 11ର ଜଣେ ମହିଳା ଦିନ 2 ଘଣ୍ଟା ସମୟରେ ତାଙ୍କ ଘରୁ ଗୋବିନ୍ଦପାଲି ସ୍ଥିତ ମିଳନ ମଣ୍ଡପକୁ ତାଙ୍କ ଜଣେ ସମ୍ପର୍କୀୟ ପୁଅଙ୍କ ବ୍ରତ ଭୋଜିରେ ସାମିଲ ହେବା ପାଇଁ ଯାଉଥିବା ସମୟରେ ପଛପଟୁ ଏକ କଳା ବାଇକ୍ରେ ଆସି 2 ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଲୁଟି ବରଗଡ଼ ଗୋବିନ୍ଦପାଲି ପଟେ ଫେରାର ମାରିଥିଲେ, ଯାହାକି ସିସିଟିଭି ଫୁଟେଜରେ କଏଦ ହୋଇଛି। ଅତଏବ ଏମାନେ ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗ ହୋଇଥିବା ବେଳେ ବର୍ତ୍ତମାନ ବରଗଡ଼ ମୁହାଁ ହୋଇଥିବାରୁ ଏମାନଙ୍କୁ କାବୁ କରିବା ପାଇଁ ବରଗଡ଼ ପୋଲିସ ପାଇଁ ବର୍ତ୍ତମାନ ଏକ ଚ୍ୟାଲେଞ୍ଜ ହୋଇଛି। ତେବେ ବରଗଡ଼ର ଭିଜୁଆଲ ବର୍ତ୍ତମାନ ଏହି ପୋଲିସ ତଦନ୍ତ ଚଳାଇଛି। ବରଗଡ଼ରୁ ଋଷିକେଶ ଖମାରୀଙ୍କ ରିପୋର୍ଟ, ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।